ନକଲି ନକଲି ଏଠି ସବୁ ନକଲି। ହଁ ଆଜ୍ଞା, ଯେଉଁ ମଦକୁ ଆପଣ ବଜାରରୁ ସିଲ୍ ମରା ହୋଇଥିବା ଭାବି କିଣୁଛନ୍ତି, ପ୍ରକୃତରେ ସେସବୁ ଅପମିଶ୍ରିତ ଓ ନକଲି। ତାହା ବି ଲିଟର କି 2 ଲିଟର ନୁହେଁ, ପ୍ରାୟ 1100 ଲିଟର ବିଦେଶୀ ମଦ ଜବତ ହୋଇଛି। ଗଞ୍ଜାମ ଭଞ୍ଜନଗର ଅବକାରୀ ଥାନାକୁ ମିଳିଛି ବଡ଼ ସଫଳତା। ଗାଙ୍ଗପୁର ଅଞ୍ଚଳର ଏକ ବନ୍ଦ ଘରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଥିବା ବେଳେ 2 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏକ ବିଶେଷ ସୂତ୍ରରୁ ଖବର ପାଇ ଭଞ୍ଜନଗର ଅବକାରୀ ବିଭାଗ ଗାଙ୍ଗପୁର ଥାନା ଅଞ୍ଚଳରେ ଚାଲିଥିବା ବେଆଇନ ମଦ ଦୋକାନ ଉପରେ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ବିଭିନ୍ନ ବ୍ରାଣ୍ଡର ଶହ ଶହ ଲିଟର ବିଦେଶୀ ମଦ, 22 ଲିଟର ଅପମିଶ୍ରିତ ମଦ, ଖାଲି କାଚ ବୋତଲ, ଗୋଟିଏ ଫ୍ରିଜ୍, 3,40,600 ଟଙ୍କା ଜବତ କରିବା ସହ 2 ଜଣଙ୍କୁ ଗିରଫ କରିଥିବା ବେଳେ ବିକ୍ରି କରୁଥିବା ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଅବକାରୀ ବିଭାଗ ସୂଚନା ଦେଇଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ 16 ଓଡ଼ିଶା। ଆମର ବିଶେଷ ସୂତ୍ରରୁ ଖବର ପାଇଥିଲୁ। ଆମେ ଗାଙ୍ଗପୁର ପାଖାପାଖି ଗୋଟେ ଅନଥରାଇଜ୍ ପ୍ଲେସ୍ରେ ସବୁ ମାଲ ଷ୍ଟୋର କରାଯାଇଥିଲା। ପାଖାପାଖି 600+ ଲିଟର୍ସ ଅଫ୍ IMFL ଲିକର ଆଉ 500+ ଲିଟର୍ସ ଅଫ୍ ବିୟର, ପ୍ଲସ୍ ଆମର 22 ଲିଟର ଖଣ୍ଡେ ଡୁପ୍ଲିକେଟ୍ ମଦ, ଯେଉଁଟାକି ଆମ ପାଖେ ଇଏ ବୋଟଲରେ ଧରା ପଡ଼ିଛି, ପ୍ଲାଷ୍ଟିକ ବୋଟଲରେ, ୱାଟର ବୋଟଲରେ ଧରା ପଡ଼ିଛି। ଆଉ ଏମ୍ଟି ବୋଟଲ୍ସ ବି କେତେଟା ଅଛି, ଯାହାଫଳରେ ମାନେ ସେଇଥିରେ ସେମାନେ ଇଏ କରିକି ଆଡଲ୍ଟ୍ରେସନ୍ ଆଉ ଡୁପ୍ଲିକେଟ୍ କରିକି ସେମାନେ ସେଥିରେ ଷ୍ଟୋର କରିକି ବିକୁଥିଲେ ଆଉ। ଆଚ୍ଛା, ଆମେ ସେଇ ପାଖରୁ 2 ଜଣ ଲୋକଙ୍କୁ ଆମେ ଧରିଛୁ। ଆଉ ତାର ଇନଭଲଭମେଣ୍ଟଟା ଆମେ ଦେଖିକି ସେଇଟା ଇନଭେଷ୍ଟିଗେଟ୍ କରିବୁ। ପ୍ଲସ୍ ଗୋଟେ ଜଣେ ଆବସ୍କଣ୍ଡେଡ୍ ଅଛନ୍ତି, ଆମେ ତଦନ୍ତ ପ୍ରକ୍ରିୟାରେ ଅଛି ସେଇଟା ଆଉ। ଆନୁମାନିକ ମୂଲ୍ୟ କେତେ ଟଙ୍କା? ସେଇଟା ତ ଏବେ ସବୁ ବ୍ରାଣ୍ଡର ଅଲଗା ଅଲଗା, ଯେହେତୁ MRP ଅଛି, ସେଇଟା ପରେ ଜଣାପଡ଼ିବ। କିନ୍ତୁ ଆମର ସେଇ ପାଖରୁ ଏକ ବ୍ୟାଗ୍ ଭିତରୁ ଆମେ ସେଲ୍ ପ୍ରୋସିଡ୍ସ ପାଇଛୁ 3,40,600 ଟଙ୍କା। ଆଜ୍ଞା, ସାର୍, ସେ ଯୋଉ ଡୁପ୍ଲିକେଟ୍ ମଦ ତିଆରି କରୁଥିଲେ, ତ କେତେ ଗୁଡ଼ିଏ ସେ 22 ଲିଟରରୁ ଅଧିକା ହେବ ନା ସେଟା ପୁଣି ତିଆରି କଲା ପରେ ପ୍ୟାକିଂ କଲା ପରେ ଅଧିକା ହେଇପାରିବ? ର ତିଆରି ମେଟେରିଆଲ୍ସ ବେଶୀ ଜବତ ହେଇଛି ସାର୍? ଆଜ୍ଞା ଆଜ୍ଞା, ସେଟା ସେମାନେ 180 ml ଯୋଉ ରଖିଥିଲେ ଫାଙ୍କା ଏମ୍ଟି ବୋଟଲ୍ସ ଗୁଡ଼ା, ସେଇଥିରେ ସେମାନେ ଫିଲ୍ କରିକି ବିକିଥାନ୍ତେ ଆଉ। କଣ କିଛି ମିଶଉଥିଲେ ସେମିତି କିଛି ଜଣାପଡ଼ୁଛି? ସେ ପାଖାପାଖି ମୋତେ ଯାହା ଅନୁମାନ ହେଉଛି କି ସେଥିରେ ID ଲିକର ଯେଉଁମାନେ ସବୁ ଅଛି ସେଇଟା ସେମାନେ ମିଶାନ୍ତି। ଆଉ ଅରିଜିନାଲ ବୋଟଲ୍ସ ଗୁଡ଼ାକୁ ବି ସେଥିରେ ପାଣି ମିଶେଇକି ସେମାନେ ମାନେ ସେଇ ବୋଟଲ ଗୁଡ଼ାକରେ ଅଲଗା ଇଏ ଦୋକାନ ଗୁଡ଼ାକୁ ଦିଅନ୍ତି ଆଉ।